ध्यान योग श्लोक 36। असंजतात्मना योगो दुष्प्राप्य इति मे मतिः वश्यात्मना तु यतत शक्यवाप्तुमुपायतः। ଯାହାର ମନ ଅସଂଯତ ତା ପକ୍ଷରେ ଯୋଗ ସାଧନା ବା ଆତ୍ମାନୁଭୂତି ଲାଭ କଷ୍ଟକର ବ୍ୟାପାର, କିନ୍ତୁ ଯାହାର ମନ ସଂଯତ ସେ ଠିକ୍ ମାର୍ଗରେ ସାଧନା କରେ ଏବଂ ପ୍ରଯତ୍ନଶୀଳ ହୋଇ ଶେଷରେ ସଫଳତା ବା ସିଦ୍ଧି ଲାଭ କରେ। ଏହା ମୋର ଅଭିମତ। ଏଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେଉଁ ବ୍ୟକ୍ତିର ମନ ସଂଯତ ସେ ପ୍ରଯତ୍ନଶୀଳ ହୋଇ ସଫଳତା ଲାଭ କରେ। ଏହି ସ୍ଥାନରେ ସେ କହୁଛନ୍ତି ଯେ କୃଷ୍ଣ ଚେତନାଶୀଳ ବ୍ୟକ୍ତିମାନଙ୍କ ପକ୍ଷରେ ମନକୁ ସଂଯତ କରିବା ଖୁବ୍ ସହଜସାଧ୍ୟ ଏବଂ ସେମାନେ ନିଜର ମନକୁ ସ୍ଥିର କରି ଅସମ୍ଭବ ବି ସମ୍ଭବ କରିବାର ସାମର୍ଥ୍ୟ ରଖିପାରନ୍ତି। କିନ୍ତୁ ଯେଉଁମାନଙ୍କର ମନ କୃଷ୍ଣ ଚେତନାଶୀଳ ନୁହେଁ ସେମାନେ ହୁଏତ ଏହି ପଦ୍ଧତିକୁ ଅନୁସରଣ କରିବା ତାଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପାରେ ଏବଂ ଏ ଅସ୍ଥିର ମନକୁ ସ୍ଥିର କରିବା ତାଙ୍କ ପାଇଁ ଅସମ୍ଭବ ମନେ ହୁଏ। हरे कृष्ण।